ଜଗନ୍ନାଥ ମୟୂକ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତ ପିଲାମାନେ ମୁଁ ଆଶା କରିବି ଆପଣମାନେ ସମସ୍ତେ ଭଲରେ ଥିବେ। ତ ପିଲାମାନେ ମୋତେ କ୍ଷମା କରିବ, ମୁଁ ଆପଣଙ୍କର କ୍ଲାସ୍ କରିପାରୁନଥିଲି କାରଣ ମୋ ୟୁଟ୍ୟୁବରେ ବହୁତ କିଛି ପ୍ରୋବ୍ଲେମ୍ ଅଛି ପିଲାମାନେ। ତ ତେଣୁକରି ମୁଁ କିଛି କ୍ଲାସ୍ କରିପାରୁନାହିଁ। ତ ମୁଁ ମାନେ ନିଜକୁ ବହୁତ ଦୁଃଖିତ ମନେ କରୁଅଛି କାରଣ ମୁଁ ଆପଣଙ୍କୁ କହିଦେଲି ସେ କ୍ଲାସ୍ କରିବି ବୋଲି, ତ କିନ୍ତୁ ଜମା କରିପାରୁନାହିଁ। ତ ତେଣୁକରି ମୋତେ କ୍ଷମା କରିବ। ତ ଦେଖ ପିଲାମାନେ, ଆପଣଙ୍କର ଏକ୍ଜାମ୍ ଆଉ କିଛି ଦିନ ରହିଲା। ତ ତେଣୁକରି ଯେମିତି ହେଲେ ବି ଆପଣଙ୍କୁ ଭଲ ଭାବରେ ପାଠ ପଢ଼ିବାର ଅଛି କାରଣ ଏଇ ବର୍ଷ ପିଲାମାନେ ବହୁତ ହାର୍ଡ଼ ଅଛି। ତ ତେଣୁକରି ମୁଁ ଆପଣଙ୍କୁ ଅନୁରୋଧ ମଧ୍ୟ କରିବି ଯେ ସମସ୍ତେ ଭଲ ଭାବରେ ପାଠ ପଢ଼, ବୁଝିପାରିଲ ନା। ତ ଦେଖ ଆମେ ସେଇ ଭିଡ଼ିଓରେ ପଲିଟିକାଲ୍ ସାଇନ୍ସର ୟୁନିଟ୍ 1ର କେତେ ଗୁଡ଼ିଏ 1 ମାର୍କ ପ୍ରଶ୍ନ ବିଷୟରେ ଜାଣିଥିଲେ ଏବଂ 2 ମାର୍କର ମଧ୍ୟ ଜାଣିଥିଲି ପିଲାମାନେ। ତ ସେଇଭଳି ଏହି ଭିଡ଼ିଓ ମଧ୍ୟ ହେବା ପାଇଁ ଯାଉଅଛି। ତ ଯେଉଁମାନେ ମଧ୍ୟ ମୋ ଚ୍ୟାନେଲରେ ନୂଆ କରି ଆସିଥିବେ ତ ଦୟାକରି ଆପଣଙ୍କୁ ଅନୁରୋଧ କରିବି ଗୋଟେ ସବସ୍କ୍ରାଇବ୍ କରିବା ପାଇଁ ହିଁ, ବୁଝିପାରିଲ ନା। ତ ପିଲାମାନେ ଆପଣଙ୍କର ଏକ୍ଜାମ୍ ଆଉ କିଛି ଦିନ ରହିଲା। ଏଇଠି ଫେବୃଆରୀ 18ରେ ଆପଣଙ୍କର ଏକ୍ଜାମ୍ ଷ୍ଟାର୍ଟ ହେଉଅଛି। ତ ଆଉ ଅଛି କିଛି ଦିନ। ତ ତେଣୁକରି ଆପଣମାନେ ଭଲ ଭାବରେ ପ୍ରିପାରେସନ୍ ହୁଅ। ତ ଆଜିଠୁ ଆମେ ୟୁଟ୍ୟୁବରେ ପ୍ରୋବ୍ଲେମ୍ ଥିଲେ ମଧ୍ୟ ଡେଲି କ୍ଲାସ୍ କରିବା। ଆଉ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଏଭଳି PDF ସେଣ୍ଡ କରିବି ପିଲାମାନେ। ତ ଚାଲ ଆମେ ଆଜି ଆମ ଭାରତ ଇତିହାସର ପ୍ରଥମ ୟୁନିଟ୍, ଯାହାର ନାଁ କି ମାନେ ଭାରତ ଇତିହାସର ଉପାଦାନ, ତାହାର 1 ମାର୍କର ସିଲେକ୍ସନ୍ ପ୍ରଶ୍ନ ବିଷୟରେ ଜାଣିବା ପାଇଁ ଯାଉଅଛି ପିଲାମାନେ, ବୁଝିପାରିଲ ନା। କେବଳ ଟିକେ ଏତିକି ନୁହେଁ, ଏ ଭିଡ଼ିଓରେ ବହୁତ କିଛି ଶିଖାଇବି ମୁଁ ଆପଣମାନଙ୍କୁ। ତ ତେଣୁକରି ଭିଡ଼ିଓଟିକୁ ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କର ପିଲାମାନେ। ଆଉ ଆପଣଙ୍କ ସାଙ୍ଗସାଥିମାନଙ୍କୁ ମଧ୍ୟ ସେୟାର କରିବାଟା ଜମା ମଧ୍ୟ ଭୁଲିବେ ନାହିଁ ପିଲାମାନେ, ବୁଝିପାରିଲ ନା। ତ ଏଇ ମାନେ PDFରେ ଆପଣଙ୍କର ସିଲାବସ୍ ଅଛି। ତ ଯେଉଁମାନେ ବି ଦେଖିନଥିବେ ତ ପୁଣି ଥରେ ଯାଇକି ଦେଖିନେବେ। ତ ଚାଲ ଜାଣିବା, ବୁଝିପାରିଲ ନା। ତ ପିଲାମାନେ ଦେଖନ୍ତୁ, ପ୍ରଥମ ୟୁନିଟ୍, ବୁଝିପାରିଲ ନା। ତ ଦେଖ ପ୍ରଥମ ୟୁନିଟ୍, ଯାହାର ନାଁ ଭାରତ ଇତିହାସର ଉପାଦାନ, ବୁଝିପାରିଲ ନା। ତ ଚାଲ ଜାଣିବା ଆମେ ଏଇ ୟୁନିଟ୍ର କେତେ ଗୁଡ଼ିଏ ସିଲେକ୍ସନ୍ ସର୍ଟ କ୍ୱେଶ୍ଚିନ୍ ପିଲାମାନେ, ବୁଝିପାରିଲ ନା। ତ ଦେଖ ପ୍ରତ୍ନତାତ୍ତ୍ୱିକ ଉପାଦାନ, ତାର ସାହିତ୍ୟିକ ଉପାଦାନ, ତାପରେ ବୈଦେଶିକ ଏବଂ ଅଭିଲେଖକାରୀ ଉପାଦାନ କ'ଣ ପଢ଼ି ସାରିଛେ। ତ ଯେଉଁମାନେ ମଧ୍ୟ ଦେଖିନାହାନ୍ତି ତ ଏଇ ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେବି, ଯାଇକି ବୁଝି ନେବେ ପିଲାମାନେ, ବୁଝିପାରିଲ ନା। ତ ଆମ ପାଖରେ ଟାଇମ୍ କମ୍, ତ ତେଣୁକରି ଟିକେ ଆମେ ସର୍ଟଲି ବୁଝିବା ପାଇଁ ଚେଷ୍ଟା କରିବା। ତ ଦେଖନ୍ତୁ ଗ୍ରୁପ୍ A କ ବିଭାଗ, ବୁଝିପାରିଲ ନା। ତ ଦେଖନ୍ତୁ ନିମ୍ନଲିଖିତ ମଧ୍ୟରୁ ସଠିକ୍ ବିକଳ୍ପଟି ଉତ୍ତର ବାଛି ଲେଖ। ତ ଆପଣଙ୍କର ଅପସନ୍ ଆସିବ। ଏଇ ବର୍ଷ ମୋତେ ଯାହା ଲାଗୁଛି ଆପଣଙ୍କୁ MCQ କେବଳ 20ଟା ନଦେଲେ ବି ମୋତେ 15 ଦେବ ପିଲାମାନେ, ବୁଝିପାରିଲ ନା। 15ଟା ଖଣ୍ଡେ ଦେବ ଆପଣଙ୍କୁ 1 ମାର୍କ, କେବଳ MCQ କଥା କହୁଅଛି। ତ ଦେଖ ପ୍ରତ୍ନତତ୍ତ୍ୱର ଅର୍ଥ କ'ଣ ପିଲାମାନେ, ବୁଝିପାରିଲ। ତାର ଅର୍ଥ ହେଉଛି ନା ପିଲାମାନେ ପ୍ରାଚୀନ କାଳର ଅବଶେଷର ଅଧ୍ୟୟନ, ବୁଝିପାରିଲ ନା। ମୁଁ ଆଶା କରିବି ଆପଣମାନେ ଭଲ ଭାବରେ ବୁଝିପାରିବ। ଏଇଟା ସବୁ ସିଲେକ୍ସନ୍ ଅଛି ପିଲାମାନେ, ବୁଝିପାରିଲ ନା। ଦେଖନ୍ତୁ ଭାରତର ପ୍ରତ୍ନତତ୍ତ୍ୱ ବିଭାଗ କେଉଁ ବଡ଼ଲାଟ ସମୟରେ ସ୍ଥାପିତ ହୋଇଥିଲା? ଲର୍ଡ଼ କର୍ଜନ। ଏଟା ବହୁତ ଇମ୍ପୋର୍ଟାଣ୍ଟ ଅଛି, ଆପଣଙ୍କ ଖାତାରେ ଟିପିକି ରଖିଥାଅ, ବୁଝିପାରିଲ ନା। ତ ଦେଖନ୍ତୁ ମୁଦ୍ରା ଅଧ୍ୟୟନ ପଦ୍ଧତିକୁ କ'ଣ କୁହାଯାଏ ନା ପିଲାମାନେ ମୁଦ୍ରା ତତ୍ତ୍ୱ ବୋଲି କୁହାଯାଏ। ଆଉ 4 ନମ୍ବର ଦେଖ ହାତୀଗୁମ୍ଫା ଶିଳାଲେଖ କେଉଁ ରାଜାଙ୍କ ସମୟରେ ଲେଖାଯାଇଥିଲା? ତ ଖାରବେଳ ରାଜାଙ୍କ ସମୟରେ ଲେଖାଯାଇଥିଲା ପିଲାମାନେ। ତ ଥରେ ଦୁଇଥର ଯେମିତି ତାକୁ ମନେ ରଖିବା ପାଇଁ ଚେଷ୍ଟା କର, ବହୁତ ସର୍ଟ କ୍ୱେଶ୍ଚିନ୍ ଆପଣଙ୍କୁ ଆସିଥାଏ, ବୁଝିପାରିଲ ନା। ତ ଦେଖ ହାତୀଗୁମ୍ଫା ଶିଳାଲେଖ କେଉଁଠାରେ ଅବସ୍ଥିତ? ଦେଖିବାକୁ ଗଲେ ଯେମିତିକି ଉଦୟଗିରି ପାହାଡ଼ରେ ଅବସ୍ଥିତ। ତ ଏପିଗ୍ରାଫିର ଅର୍ଥ କ'ଣ? ତ ଶିଳାଲେଖ ବା ଅଧ୍ୟୟନ ପିଲାମାନେ, ବୁଝିପାରିଲ ନା। ଯେମିତିକି ହରିଶେଣ ରଚନା କରିଥିବାର ପ୍ରଶସ୍ତିର ନାମ କ'ଣ? ପ୍ରୟୋଗ ପ୍ରଶସ୍ତି। ତ ଆପଣଙ୍କୁ ସବୁ ଯାକ ମନେ ରଖିବା ପାଇଁ ପଡ଼ିବ, ବୁଝିପାରିଲ ନା। ଯଦି କେଉଁଠି ବି ଟିକେ ଯଦି ଡାଉଟ୍ ଅଛି ତ ମୋତେ ପର୍ସନାଲି ମଧ୍ୟ କଲ୍ କରି କହିପାର, ବୁଝିପାରିଲ ନା। ତ କେଉଁ ରାଜାଙ୍କ କୃତିତ୍ୱ ସମ୍ବନ୍ଧରେ ଆହ୍ଲାବାଦ ପ୍ରଶସ୍ତିରେ ଉଲ୍ଲେଖ ଅଛି? ସମୁଦ୍ରଗୁପ୍ତ ପିଲାମାନେ, ବୁଝିପାରିଲ ନା। ଯେମିତିକି ହିମାଳୟ ଠାରୁ ଭାରତ ମହାସାଗର ସୀମା ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ କ'ଣ କୁହାଯାଏ? ଭାରତବର୍ଷ ବୋଲି କୁହାଯାଏ ପିଲାମାନେ। ନେକ୍ସଟ ଦେଖ କେଉଁ ରାଜାଙ୍କ ସମୟରେ ରୁମିନ୍ ଦେଇ ହସ୍ତଲିପି ଲେଖାଯାଇଥିଲା? ଏଇଠି ଅଶୋକଙ୍କ ସମୟରେ ପିଲାମାନେ। ତ ଔହଲ୍ୟ ପ୍ରଶସ୍ତି କେଉଁ ନରପତିଙ୍କ ଯଶ ବର୍ଣ୍ଣନା କରିଥାଏ? ଦ୍ୱିତୀୟ ପୁଲକେଶୀ ବର୍ଣ୍ଣନା କରିଥାଏ ପିଲାମାନେ। ନେକ୍ସଟ ଦେଖ ପ୍ରଥମେ କେଉଁ ବେଦ ରଚିତ ହୋଇଥିଲା? ବହୁତ ଇମ୍ପୋର୍ଟାଣ୍ଟ, ଯେମିତିକି ଋଗ୍ବେଦ। ତ କେତୋଟି ବେଦ ଅଛି ପିଲାମାନେ ଆପଣ ଆଜି କମେଣ୍ଟ ସେକ୍ସନରେ କହିବ, ବୁଝିପାରିଲ ନା। ତ ଦେଖ
କିଏ ଅସ୍ତ୍ରଶାସ୍ତ୍ର ରଚୟିତା ମାନେ କିଏ ଅର୍ଥଶାସ୍ତ୍ର ରଚୟିତା କରିଥିଲେ? ଯେମିତି କୌଟଲ୍ୟ କରିଥିଲେ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ ଅଛି ତ ଏଇଟା ମନେ ରଖିବା ପାଇଁ ଚେଷ୍ଟା କର। ତ କିଏ ମୁଦ୍ରା ରାକ୍ଷସ ନାଟକର ରଚୟିତା କରିଥିଲେ? ବିଶାଖା ଦତ୍ତ। ତାପରେ ଇଣ୍ଡିଗାର ରଚୟିତା କିଏ? ମେଗାସ୍ଥିନିସ୍। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଅଛି ପିଲାମାନେ, ବୁଝିପାରିଲ ନା? ଏଇ ମେଗାସ୍ଥିନିସ୍ ଆସିବ ମାନେ ଆସିବ। ଦେଖନ୍ତୁ କିଏ ମାଲବିକ୍ରମ ଗ୍ରିମିତମ ନାଟକର ରଚୟିତା? କିଏ ନା ପିଲାମାନେ କାଳିଦାସ। ଆପଣଙ୍କୁ କନଫ୍ୟୁଜ୍ ହୋଇଯାଏ ମାନେ କିଏ ଲେଖିଛନ୍ତି କ'ଣ ଲେଖିଛନ୍ତି, ତ ତାହା ବହୁତ କନଫ୍ୟୁଜ୍ ହେବା ପାଇଁ ହେଇଥାଏ। ତ ତାହା ବି କନଫ୍ୟୁଜ୍ ହୁଅ ନାହିଁ, ବୁଝିପାରିଲ ନା? ଯେମିତିକି ପଢ଼ିଲେ ମନେ ରହିଯାଏ ପିଲାମାନେ। ତ କିଛି ଟେନସନ୍ ନିଅ ନାହିଁ, ମାନେ କିଛି ଟେନସନ୍ ନିଅ ନାହିଁ, କାରଣ ଆପଣ ଯେମିତି 10th କ୍ଲାସ୍ରେ ଏକ୍ଜାମ୍ ଦେଲେ ସେଭଳି ନିର୍ଭୟରେ ଏକ୍ଜାମ୍ ଦିଅନ୍ତୁ, ଭଲ ଭାବରେ ଏକ୍ଜାମ୍ ଦିଅନ୍ତୁ, ଆପଣଙ୍କ ଆଞ୍ଚଳିକ ଭାଷାରେ ମଧ୍ୟ ଭଲ ଭାବରେ ଏକ୍ଜାମ୍ ଦିଅନ୍ତୁ। ତ ତେଣୁକରି କିଛି ଚିନ୍ତା କରନ୍ତୁ ନାହିଁ ପିଲାମାନେ। ଦେଖନ୍ତୁ 17 ନମ୍ବର ପ୍ରଶ୍ନ, ବିଲହଣଙ୍କ ରଚିତ ପୁସ୍ତକର ନାମ କ'ଣ? ବିକ୍ରମାର୍କ ଚରିତ୍ର, ଚରିତ, ବୁଝିପାରିଲ? ତ କେଉଁ ପୁସ୍ତକ ସନ୍ଧ୍ୟାକର ନଦୀ ରଚନା କରିଥିଲେ? ସନ୍ଧ୍ୟାକର କିଏ ରଚନା କରିଥିଲେ ପିଲାମାନେ? ରାମଚରିତ ରଚନା କରିଥିଲେ। ତ କିଏ ରାଜତରଙ୍ଗିଣୀ ପୁସ୍ତକ ରଚନା କରିଥିଲେ? ବୁଝିପାରିଲ? ତ ପାତଞ୍ଜଳି କରିଥିଲେ। କେଉଁ ଧର୍ମାବଲମ୍ବୀ ମାନଙ୍କ ପବିତ୍ର ଗ୍ରନ୍ଥ ହେଉଛି ତ୍ରିପିଟକ? ବୁଝିପାରିଲ? ତ୍ରିପିଟକ ବୌଦ୍ଧ ଧର୍ମ ପିଲାମାନେ। ଦେଖ ଆଦି ଗ୍ରନ୍ଥ କେଉଁ ଧର୍ମର ପବିତ୍ର ଗ୍ରନ୍ଥ ଅଟେ? ଯେମିତିକି ଶିଖ ଧର୍ମର। ଆପଣ ଯଦି ଭଲ ଭାବରେ ବୁଝିନାହାନ୍ତି ଏଇ ହିଷ୍ଟ୍ରି ବା ଇତିହାସକୁ ମୋତେ କମେଣ୍ଟ ସେକ୍ସନରେ କୁହ, ମୁଁ ଆପଣଙ୍କୁ 2 ମାର୍କରେ ବହୁତ ସୁନ୍ଦର, 5 ମାର୍କରେ ମଧ୍ୟ ବହୁତ ଭଲ ଭାବରେ ବୁଝେଇଦେବି ପିଲାମାନେ, ବୁଝିପାରିଲ ନା? ଯେମିତିକି ଆଦି ଗ୍ରନ୍ଥ କେଉଁ ଧର୍ମର ପବିତ୍ର ଗ୍ରନ୍ଥ, ଏଇଟା କେମିତି ହେଇଥିଲା, ତ ମୁଁ ଆପଣଙ୍କୁ ବହୁତ ଭଲ ଭାବରେ ବୁଝେଇଦେବି, ବୁଝିପାରିଲ ନା? ତ ଦେଖ ପାଣିନି କେଉଁ ପୁସ୍ତକ ରଚନା କରିଥିଲେ? ଅଷ୍ଟାଧ୍ୟାୟୀ ପୁସ୍ତକ ରଚନା କରିଥିଲେ। ଚୀନ ପରିବ୍ରଜକ ହୁଏନସାଂ କେଉଁ ରାଜାଙ୍କ କାଳରେ ଭାରତ ଆସିଥିଲେ? ହର୍ଷବର୍ଦ୍ଧନ ରାଜାଙ୍କ ସମୟରେ ଆସିଥିଲେ ପିଲାମାନେ। ତ ନେକ୍ସଟ ଦେଖ 24 ନମ୍ବର, ତ ଚିତ୍ର ପରିବ୍ରଜକ ଫାହିୟାନ କେଉଁ ରାଜାଙ୍କ ରାଜତ୍ୱ କାଳରେ ଭାରତ ଆସିଥିଲେ? ଦ୍ୱିତୀୟ ଚନ୍ଦ୍ରଗୁପ୍ତ। ତ ମହାଭାଷ୍ୟ ପୁସ୍ତକର ରଚୟିତା କିଏ? ପାତଞ୍ଜଳି। ସିୟୁକି ଗ୍ରନ୍ଥର ରଚୟିତା କିଏ? ହୁଏନସାଂ, ବହୁତ ଇମ୍ପୋର୍ଟାଣ୍ଟ। ତ କିଏ ସତ୍ୟାର୍ଥ ପ୍ରକାଶ ଗ୍ରନ୍ଥ ରଚନା କରିଥିଲେ? ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ତ କେଉଁ ରାଜାଙ୍କ ସମୟରେ ମେଗାସ୍ଥିନିସ୍ ଭାରତକୁ ଆଗମନ କରିଥିଲେ ବା ଆସିଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ବୁଝିପାରିଲ ନା? ଏଇଟା ଆପଣଙ୍କୁ 1 ମାର୍କରେ ଯେମିତି ହେଲେ ନିହାତି ପଢ଼ିବା ପାଇଁ ପଡ଼ିବ, ବୁଝିପାରିଲ? ତ ଏତିକି ଆପଣଙ୍କର MCQ ଥିଲା। ତ ଏବେ 1 ୱାର୍ଡ଼ରେ ଆସିଯାଉଛି। ତ 1 ୱାର୍ଡ଼ରେ ମଧ୍ୟ ବି ଆପଣଙ୍କୁ ବି ପଢ଼ିବା ପାଇଁ ପଡ଼ିବ, ବୁଝିପାରିଲ ନା? ଏଇଟା ମଧ୍ୟ ସେମ୍ ଅଛି, କିନ୍ତୁ ଏହାର ଅପସନ୍ ନାହିଁ ବୋଲି ଆପଣ ଟିକେ କନଫ୍ୟୁଜ୍ ହେଇଯାଇଥିବେ। ତ ଦେଖ ଏଇଟା ମଧ୍ୟ ଟିକେ ଜଷ୍ଟ ପଢ଼ି ନେବା। ଯେମିତିକି ଭୂଖନନ ଫଳରେ ଆବିଷ୍କୃତ ବିଭିନ୍ନ ଦ୍ରବ୍ୟର ଅଧ୍ୟୟନକୁ କ'ଣ କୁହାଯାଏ? ପ୍ରତ୍ନତତ୍ତ୍ୱ ବୋଲି କୁହାଯାଏ। ତାପରେ ଭାରତରେ ପ୍ରତ୍ନତତ୍ତ୍ୱ ବିଭାଗ କେଉଁ ବଡ଼ଲାଟଙ୍କ ସମୟରେ ସ୍ଥାପିତ ହୋଇଥିଲା? ଲର୍ଡ଼ କର୍ଜନଙ୍କ ସମୟରେ ସ୍ଥାପିତ ହୋଇଥିଲା। ତ ସିନ୍ଧୁ ନଦୀର ସଂସ୍କୃତ ନାମକୁ କେଉଁ ବୈଦେଶିକମାନେ ହିନ୍ଦୁ ବୋଲି କହିଥିଲେ? ଫରାସିକମାନେ କହିଥିଲେ। ତାପରେ ଆମ ଦେଶ ବା ଆମେ ଦେଶର ନାମ କାହା ନାମ ଅନୁସାରେ ଭାରତବର୍ଷ ହୋଇଛି? ରାଜା ଭରତ ପିଲାମାନେ। ତ ଭରତ କିଏ? ଦେଖନ୍ତୁ ଭରତ ହେଉଛନ୍ତି ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ପିଲାମାନେ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଅଛି, MCQରେ ମଧ୍ୟ ଆସିପାରେ କିମ୍ବା ଏଇ 1 ୱାର୍ଡ଼ରେ ମଧ୍ୟ ଆସିପାରେ। ତ ତେଣୁକରି ମନେ ରଖିବା ପାଇଁ ଚେଷ୍ଟା କର ପିଲାମାନେ। ଦେଖ ସିନ୍ଧୁ ନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଗ୍ରୀକ ମାନେ କ'ଣ କହିଥିଲେ? ହିନ୍ଦୁ ବା ଇନ୍ଦ ବୋଲି କହିଥିଲେ। ତ ପ୍ରୟୋଗ ପ୍ରଶସ୍ତିର ରଚୟିତା କିଏ? ହରିଶେଣ। ତ କିଏ ଅଷ୍ଟାଧ୍ୟାୟୀ ପୁସ୍ତକ ରଚନା କରିଥିଲେ? ପାଣିନି। ପ୍ରତ୍ନତାତ୍ତ୍ୱିକ ଉପାଦାନ କ'ଣ? ପ୍ରାଚୀନ କୀର୍ତ୍ତି, ମୁଦ୍ରା ବା ଶିଳାଲେଖ। 10 ନମ୍ବର ଦେଖ କିଏ ମହାଭାଷ୍ୟ ରଚନା କରିଥିଲେ? ପାତଞ୍ଜଳି। ତାପରେ ନେକ୍ସଟ ଅଛି ରାମଚରିତ ମାନସର ରଚୟିତା କିଏ? ତୁଳସୀ ଦାସ। ତାପରେ ଶିଳାଲେଖ ଅନୁସନ୍ଧାନ ବିଦ୍ୟାକୁ କ'ଣ କୁହାଯାଏ? ଏପିଗ୍ରାଫି ବୋଲି କୁହାଯାଏ, ବୁଝିପାରିଲ ନା? ତ କେଉଁ ରାଜାଙ୍କ ରାଜତ୍ୱ କାଳରେ ହୁଏନସାଂ ଭାରତ ପରିଭ୍ରମଣରେ ଆସିଥିଲେ? ହର୍ଷବର୍ଦ୍ଧନ। ଏଇଟା MCQରେ ଥିଲା, ଆପଣମାନେ ଜାଣିପାରୁଥିବେ। କିନ୍ତୁ ଇଣ୍ଡିଗାର ରଚୟିତା କିଏ? ମେଗାସ୍ଥିନିସ୍। ରୁଦ୍ର ରାକ୍ଷସର ରଚୟିତା କିଏ? ବିଶାଖା ଦତ୍ତ। ବିକ୍ରମାର୍କ ଚରିତ୍ର ପୁସ୍ତକର ରଚୟିତା କିଏ? ବିଲହଣ। ସବୁ ଅଛି ପିଲାମାନେ। ତ ତେଣୁକରି ଆପଣଙ୍କୁ କିଛି କନଫ୍ୟୁଜ୍ ହେବାର ନାହିଁ, ବୁଝିପାରିଲ? ଆମେ ନିର୍ଭୟରେ ଏକ୍ଜାମ୍ ଦେବା ପାଇଁ ପଡ଼ିବ, ବୁଝିପାରିଲ ନା? ତ ଦେଖ 17 ନମ୍ବର ରାମଚରିତ ପୁସ୍ତକର ରଚୟିତା କିଏ? ସନ୍ଧ୍ୟାକର ନଦୀ। ତାପରେ ଅଛି ରାଜତରଙ୍ଗିଣୀ କିଏ ରଚନା କରିଥିଲେ? କଲ୍ହଣ। ହୁଏନସାଂ କେଉଁ ଧର୍ମାବଲମ୍ବୀ ଥିଲେ? ବୌଦ୍ଧ ଧର୍ମାବଲମ୍ବୀ। ତାପରେ ପ୍ରାଚୀନ ମୁଦ୍ରା ଗବେଷଣା ପଦ୍ଧତିକୁ କ'ଣ କୁହାଯାଏ? ମୁଦ୍ରାତତ୍ତ୍ୱ ବୋଲି କୁହାଯାଏ।
କେଉଁ ରାଜାଙ୍କ ରାଜତ୍ୱ କାଳରେ ଫାୟାନ୍ ଭାରତ ଭ୍ରମଣରେ ଆସିଥିଲେ? ଦ୍ୱିତୀୟ ଚନ୍ଦ୍ରଗୁପ୍ତ। ତାପରେ କେଉଁ ରାଜାଙ୍କ ରାଜତ୍ୱ କାଳରେ ମେଗାସ୍ଥେନିସ୍ ଭାରତ ଆଗମନ କରିଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ହରିଶଣ ହର୍ଷ ଚରିତ୍ର ଗ୍ରନ୍ଥ କିଏ ରଚନା କରିଥିଲେ? ବାଣଭଟ୍ଟ। ତାପରେ ଦେଖ ପଞ୍ଚତନ୍ତ୍ର ଗ୍ରନ୍ଥ କିଏ ରଚନା କରିଥିଲେ? ବହୁତ ଇମ୍ପୋର୍ଟାଣ୍ଟ ଅଛି ପିଲାମାନେ, ବୁଝିପାରିଲ ନା। ଆମର ପାଞ୍ଚଟି ତନ୍ତ୍ର ଅଛି, ତ ସେ କିଏ ରଚନା କରିଥିଲେ ନା ପିଲାମାନେ? ବିଷ୍ଣୁ ଶର୍ମା ରଚନା କରିଥିଲେ। ତାପରେ ପ୍ରାଚୀନ ଭାରତର ଦୁଇଟି ପ୍ରସିଦ୍ଧ ମହାକାବ୍ୟର ନାମ କ'ଣ? ରାମାୟଣ ଓ ମହାଭାରତ। ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ଅଛି। ତାପରେ ଚରମ ସଂହିତାର ରଚୟିତା କିଏ? ଚରକ। ପୃଥ୍ୱୀରାଜ ଚରିତର ଗ୍ରନ୍ଥ କିଏ ରଚନା କରିଥିଲେ? ଛାନ୍ଦବିବି। ବୁଝିପାରିଲ ନା। ଏଇଟା ମାନେ ବହୁତ ଇମ୍ପୋର୍ଟାଣ୍ଟ ଅଛି। ତ କେବଳ +2 ନାହିଁ, +3ରେ ମଧ୍ୟ ଆପଣ ଯଦି ହିଷ୍ଟ୍ରି ଇତିହାସ ଅନର୍ସ ରଖିବେ ତାହିଁରେ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ମାନେ ଆପଣଙ୍କ କାମରେ ଆସିବ। ଯେମିତିକି ମାଲବିକା ଗ୍ନିମିତ୍ରମର ଗ୍ରନ୍ଥର କିଏ ରଚନା କରିଥିଲେ? କାଳିଦାସ। ଅର୍ଥଶାସ୍ତ୍ର ରଚୟିତା କିଏ? କୌଟଲ୍ୟ। ଆକବରନାମା ଓ ଆଇନ-ଇ ଆକବରୀ ଗ୍ରନ୍ଥ ଦ୍ୱୟର ରଚୟିତା କିଏ? ଆବୁଲ ଫାଜାଲ। ବୁଝିପାରିଲ ନା। ତାରିଖ-ଇ ଫିରୋଜ ଶାହୀ ଗ୍ରନ୍ଥର ରଚୟିତା କିଏ? ଜିଆଉଦ୍ଦିନ ବରାନୀ। କେମିତି ନା ପିଲାମାନେ ବୁଝିପାରିଲ ନା। ଯେମିତିକି କିଏ ଲିପିବଦ୍ଧ କରିଥିବା ବିବରଣୀକୁ ସିୟୁକି କୁହାଯାଏ? ହ୍ୱେନେସା। ତାପରେ ତବାକତ-ଇ ନାସିର ର ରଚୟିତା କିଏ? ମିନହାଜୁଦ୍ଦିନ ସିରାଜ। କେମିତି ନା ପିଲାମାନେ କେମିତି ଦଉଥିଲେ ତାଙ୍କମାନଙ୍କୁ ଜଣା। ଦେଖ ନେକ୍ସଟ, ହ୍ୱେନେସା କେଉଁ ବିଶ୍ୱବିଦ୍ୟାଳୟରେ 5 ବର୍ଷ ଶିକ୍ଷା ଲାଭ କରିଥିଲେ? ନାଳନ୍ଦା। ବୁଝିପାରିଲ ନା। ତ ମୁଁ ଆଶା କରିବି ଆପଣମାନେ ଭଲ ଭାବରେ ବୁଝିପାରୁଥିବେ। ତ ଏଇଟା ମଧ୍ୟ ଅଛି, ଏଠି ବହୁତ କିଛି ଅଛି ପିଲାମାନେ, ତ ଆପଣଙ୍କୁ ପଢ଼ିବା ପାଇଁ ପଡ଼ିବ। ବୁଝିପାରିଲ ନା। ଏଇଟା ମଧ୍ୟ ଟିକେ ଟିକେ ସେମ୍ ଅଛି। ମୁଁ 2 ଥର କାଢ଼ି ଦେଇଛି ବୋଧେ। ହଁ 2 ଥର କାଢ଼ି ଦେଇଛି, ତ ତେଣୁ କ୍ଷମା କରିବ। ତ ଦେଖ ନେକ୍ସଟ ଅଛି ଆପଣଙ୍କର ଏତିକି। ବୁଝିପାରିଲ ନା। 35 ନମ୍ବର ଦେଖ, ପ୍ରିୟ ଦର୍ଶକ ରତ୍ନାବଳୀର ରଚୟିତା କିଏ? ହର୍ଷବର୍ଦ୍ଧନ। ତ ଇବନ ବତୁତା କିଏ? ବୁଝିବା ଆଫ୍ରିକାର ପରିବ୍ରଜକ। ଇବନ ବତୁତା ବିଷୟରେ ପଢ଼ିବା ପିଲାମାନେ, ଟେନସନ୍ କରନ୍ତୁ ନାହିଁ। ତ ଦେଖନ୍ତୁ ଇବନ ବତୁତା କେତେ ଖ୍ରୀଷ୍ଟାବ୍ଦରେ ଭାରତ ଆସିଥିଲେ? ଖ୍ରୀଷ୍ଟାବ୍ଦ 1384ରୁ 1347 ପିଲାମାନେ। ବୁଝିପାରିଲ ନା। ଦେଖ ଆଲମଗୀର ନାମା ପୁସ୍ତକ କିଏ ରଚନା କରିଥିଲେ? ମହମ୍ମଦ କାଦିର। ତୁଗଲକ ନାମାର ରଚୟିତା କିଏ? ଅମୀର ଖୁସରୋ। ତାପରେ କିତାବ ଉଲ୍ ରେହଲା କିଏ ରଚନା କରିଥିଲେ? ଇବନ ବତୁତା। ତ ଇବନ ବତୁତା କ'ଣ ରଚନା କରିଥିଲେ ଆପଣ ଜାଣିପାରିଲେ? ବୁଝିପାରିଲ ନା। ତ ଫାୟାନଙ୍କ ପୁସ୍ତକର ନାମ କ'ଣ? ଫୋକୁଓକି। ବୁଝିପାରିଲ ନା। କ'ଣ ନା ଫୋକୁଓକି। କେମିତି ନା ପିଲାମାନେ ବୁଝିପାରିଲ ନା। ମୋତେ ବି +2ରେ ବହୁତ ଟେନସନ୍ ଥିଲା, ତ ଛାଡ଼ ସେ ସବୁ। ତ ଭାରତ ଇତିହାସର ଐତିହାସିକ ଉପାଦାନ କ'ଣ? ପ୍ରତ୍ନତାତ୍ତ୍ୱିକ, ସାହିତ୍ୟିକ, ଅଭିଲେଖଗାରିୟ। ବୁଝିବା 3ଟି ଆମର ଐତିହାସିକ ମାନେ ଉପାଦାନ ଅଛି, ଆପଣମାନେ ମଧ୍ୟ ଜାଣିଛନ୍ତି। ଦେଖନ୍ତୁ ସବୁଠାରୁ ପ୍ରାଚୀନ ବେଦର ନାମ କ'ଣ? ଋକ୍ ବେଦ। ବୁଝିବା କେତୋଟି ବେଦ ଅଛି ଆପଣ କମେଣ୍ଟ ସେକ୍ସନରେ କହିବେ। ତ କୁମାରପାଳ ରଚିତର ରଚୟିତା କିଏ? ହେମଚନ୍ଦ୍ର। ତାପରେ ନାସିକ ପ୍ରଶସ୍ତି କେଉଁ ଶାସକଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରେ? ଯେମିତିକି ସାତବାହନ ଶାସକ ଗୌତମୀପୁତ୍ରଙ୍କ ସାତକର୍ଣ୍ଣୀ। ବୁଝିପାରିଲ ନା ପିଲାମାନେ। ଏଇଟା ହେଉଛି ଆପଣଙ୍କର ଭ୍ରମ ସଂଶୋଧନ କରିବାଟା। ତ ଏଇଟା ଏକ୍ଜାମରେ ନ ଆସିବ, କେବଳ ଆପଣ ଭ୍ରମ ସଂଶୋଧନ କରିବେ। ବୁଝିପାରିଲ ନା। ଯେମିତିକି ଶିଳାଲେଖ ଅନୁଧ୍ୟାନ ପଦ୍ଧତି ପ୍ରତ୍ନତତ୍ତ୍ୱ କୁହାଯାଏ। ନା ପିଲାମାନେ, ତାର ଆନ୍ସର ହେଇଯିବ ଶିଳାଲେଖ ଅନୁଧ୍ୟାନ ପଦ୍ଧତିକୁ ଏପିଗ୍ରାଫି କୁହାଯାଏ। ପ୍ରତ୍ନତତ୍ତ୍ୱ ନାହିଁ, ଏପିଗ୍ରାଫି ବୋଲି କୁହାଯାଏ। ଆପଣ ନିଜେ ନିଜେ ପଢ଼ି ନେବେ। ବୁଝିପାରିଲ ନା। ତ ମୁଁ ଭିଡ଼ିଓଟିକୁ ଲମ୍ବା କରିବା ପାଇଁ ଚାହୁଁନାହିଁ। ବୁଝିପାରିଲ ନା। ତଥାପି ଏଇ ଡେଜ୍ ପୂରଣ ଟିକେ ଦେଖିଦିଅନ୍ତୁ ପିଲାମାନେ। ଆମେ 15 ମିନିଟ୍ରେ ସବୁ କିଛି ସାରିଦେବା। ତାପରେ ଆମେ 2 ମାର୍କର 3 ମାର୍କ ଆଉ ଗୋଟେ ଭିଡ଼ିଓରେ ପଢ଼ିବା। ବୁଝିପାରିଲ ନା। ଫିଲ୍ ଅନ୍ ଦ ଡେଜ୍ ଦେଖ ଭୂଖନନ ଫଳରେ ଆବିଷ୍କୃତ ବିଭିନ୍ନ ଦ୍ରବ୍ୟର ଅଧ୍ୟୟନକୁ ପ୍ରତ୍ନତାତ୍ତ୍ୱିକ ବୋଲି କୁହାଯାଏ। ସେମ୍ ପିଲାମାନେ ଆପଣଙ୍କର ଅପସନ୍ରେ ମଧ୍ୟ ଏହା ଅଛି, କିନ୍ତୁ ଏଠି ଅପସନ୍ ନାହିଁ ବୋଲି ଆପଣ କନଫ୍ୟୁଜ୍ ହେଇଯାଉଛନ୍ତି। ବୁଝିପାରିଲ ନା। ତ ଆପଣ ଏଇ ଡେସ୍ ଜାଗାରେ ଦେଖିବେ। ତ ଭାରତର ପ୍ରତ୍ନତାତ୍ତ୍ୱିକ ବିଭାଗ ବଡ଼ଲାଟ ଲର୍ଡ଼ କର୍ଜନଙ୍କ ସମୟରେ ସ୍ଥାପିତ ହୋଇଥିଲା। ତାପରେ ଶିଳାଲେଖ ଅନୁଧ୍ୟାନ ବିଦ୍ୟାକୁ ଏପିଗ୍ରାଫି ବୋଲି କୁହାଯାଏ। ହରିଶାଣ ପ୍ରୟୋଗ ପ୍ରଶସ୍ତି ରଚନା କରିଥିଲେ। ତାପରେ ଦେଖ ହାତୀଗୁମ୍ଫା ଶିଳାଲେଖ ଖାରବେଳଙ୍କ କୃତିତ୍ୱ ଲିପିବଦ୍ଧ ହୋଇଅଛି। ତାପରେ ଲମ୍ବିନୀ ଶିଳାଲେଖ ଅଶୋକଙ୍କ କୃତିତ୍ୱ ଲିପିବଦ୍ଧ ହୋଇଅଛି। ତାପରେ ଦେଖ ହାତୀଗୁମ୍ଫା ଶିଳାଲେଖ ଉଦୟଗିରି
ଠାରେ ଅବସ୍ଥିତ। ତ ପ୍ରାଚୀନ ମୁଦ୍ରା ଅନୁଧ୍ୟାନ ପଦ୍ଧତିକୁ ମୁଦ୍ରା ତତ୍ତ୍ୱ ବୋଲି କୁହାଯାଏ। ଦୁଷ୍ମାନ୍ତ ଓ ଶକୁନ୍ତଳଙ୍କ ସନ୍ତାନ ଭରତ ଥିଲେ। ସବୁଠାରୁ ପ୍ରାଚୀନ ବେଦ ଋଗ୍ବେଦ, ଅସ୍ତ୍ରଶାସ୍ତ୍ର ରଚୟିତା କୌଟଲ୍ୟ ଏବଂ ଡେସ୍ ନାସିକ ପ୍ରଶସ୍ତି ଗୌତମୀପୁତ୍ର ସାତକର୍ଣ୍ଣଙ୍କ ଗୁଣଗାନ କରେ। ତାପରେ ପାଣିନି ଅଷ୍ଟାଧ୍ୟାୟୀର ରଚୟିତା। ବୁଝିପାରିଲ ନା, ଅଛି ଡେସ୍ ପିଲାମାନେ, ଡେସ୍ ଆପଣଙ୍କୁ ମଧ୍ୟ ପଢ଼ିବା ପାଇଁ ପଡ଼ିବ, ତ ନିଜେ ପଢ଼ି ନେବେ ପିଲାମାନେ। ବୁଝିପାରିଲ ନା। ତାପରେ ଆମେ ନେକ୍ସଟ ଭିଡ଼ିଓରେ ପଢ଼ିବା ପିଲାମାନେ, ଯେମିତିକି ଦେଖନ୍ତୁ ଲେଖା ହେଇଛି ଖ ବିଭାଗ। ତ ତେଣୁକରି କିଛି ଟେନସନ୍ କରନ୍ତୁ ନାହିଁ। ତ ଆମେ ନେକ୍ସଟ ଭିଡ଼ିଓରେ ଏସବୁ ପଢ଼ିବା। ତ ଆଜି ପାଇଁ ଏତିକି ପିଲାମାନେ। ତ ଭିଡ଼ିଓ ଦେଖୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏବଂ ଯେଉଁ ଜାଗା ଯଦି ବୁଝି ନ ହେଲା ନା ପିଲାମାନେ, ମୋତେ ଡାଇରେକ୍ଟ କଣ୍ଟାକ୍ଟ କର, ମୁଁ ଆପଣଙ୍କୁ ବିନା ମୂଲ୍ୟରେ, ବିନା ଅର୍ଥ ମୂଲ୍ୟରେ ମୁଁ ଆପଣଙ୍କୁ ବୁଝାଇଦେବି। ତ ତେଣୁକରି କିଛି ଚିନ୍ତା କରନ୍ତୁ ନାହିଁ। ଆପଣ ଯଦି କହିବେ ପ୍ରଥମ ଟିକେ ବୁଝାଇ ଦିଅନ୍ତୁ ସାର୍, ତଥାପି ମୁଁ ମଧ୍ୟ ପ୍ରଥମରୁ ବୁଝାଇଦେବି ପିଲାମାନେ, କିଛି ଟେନସନ୍ କରନ୍ତୁ ନାହିଁ। ତ ରହିଲି, ଜୟ ଜଗନ୍ନାଥ। ତ ଆମେ ନେକ୍ସଟ ଭିଡ଼ିଓରେ ଦେଖା ହେବା ପିଲାମାନେ। ତ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ଏବେ ହିଁ ଜଣାନ୍ତୁ ପିଲାମାନେ। ତ ନେକ୍ସଟ ଭିଡ଼ିଓରେ ଦେଖା ହେବା।